नमस्कार बंधुगण प्रत्येक हिंदू घरे शंख थाए मात्र एहाकु रखिबार किछि नियम अछि। आमे जानिकी करू किंबा आमे एहाकु न जानिकी करू जहा भी हेउ एहा आमकु बहुत खराब प्रभाव पकाई थाए। आपण जानिथिबे कि संध्या समय रे आपणक घरे खराब शक्ति मान थांती। आपण एहाकु सकाळ बेला बजाई थांती मात्र एहाकु आमे संध्या समय रे बजाई थाउ। एहार आवाज सुनिबा मात्रे आमे खाइबा बंद करिबा दरकार। तेणु आपण बेलारे एहाकु बजाइबा भल नुहे। आपण देखिथिबे कि किछि दिन समय रे पूजा करिबा पाई पसंद करिथांती। सेमाने खूब डेरी रे उठिथांती ओ डेरी रे पूजा करिथांती। आपण पूजा करंतु मात्र घंट किंबा शंख बजाइबा भल कथा नुहे। एहा सह आपण जदि एहाकु तळे रखुछंती एहा मध्य भल कथा नुहे। आपण एहाकु एक कपड़ा रे रखिबा दरकार। आजिकाली एहा पाई एक स्टांड मध्य आसीगलानी। आपण एहाकु स्टांड रे रखि परिबे। आपण जदि शंख को बजाउछंती एहाकु आपण धोईकी रखिबा भल होइथाए। आपण एहाकु 3 थर साधारण भावे बजाउथिबे मात्र एहाकु आपण 3 आउ अधा बजाइबा भल होइथाए। आपण जदि दक्षिण अमुखा शंख रखुछंती एहाकु आपण खूब ध्यानर सह रखिबा कथा। माँ लक्ष्मीଙ୍କ सह भगवान विष्णुଙ୍କ ପାଇଁ ମଧ୍ୟ ଏହା ଖୁବ୍ ପସନ୍ଦର ଜିନିଷ। ଏହାକୁ ବଜାଇବା ଦ୍ୱାରା ଆମ ପରିବେଶରେ ହେଉଥିବା ପରିବର୍ତ୍ତନ ଆମକୁ ଏକ ସୁନ୍ଦର ପରିବର୍ତ୍ତନ ଦେଇଥାଏ। ଆପଣ ଯଦି ବଜାଇ ପାରୁନାହାନ୍ତି ଏହାକୁ ଅଧାରେ ଛାଡ଼ି ଦେଉଛନ୍ତି ତେବେ ଆପଣ ଏହାକୁ ବଜାଇବା ଛାଡ଼ି ଦିଅନ୍ତୁ। କାରଣ ଏହାକୁ ଆପଣ ଅଧାରେ ବନ୍ଦ କରିବା ଦ୍ୱାରା ଖରାପ ଶକ୍ତିମାନଙ୍କ ଆଗମନ ହୋଇଥାଏ ଘରକୁ। ଆପଣ ହୃଦରୋଗୀ କିମ୍ବା ଗ୍ୟାଷ୍ଟ୍ରିକ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଆପଣ ଏହାକୁ ବଜାଇବା ଭଲ ହୋଇଥାଏ। ଆପଣ କିନ୍ତୁ ସ୍ନାନ କରିକି ଏହାକୁ ବଜାଇବା ଭଲ। ଆପଣ ମା ଲକ୍ଷ୍ମୀଙ୍କୁ ଯଦି ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଦକ୍ଷିଣ ମୁଖା ଶଙ୍ଖକୁ ରଖି ପୂଜା କରନ୍ତୁ। ମାତ୍ର ଆପଣ ଆଉ ଏକ ଶଙ୍ଖ ରଖିପାରିବେ ଯାହାଦ୍ୱାରା ଆପଣ ପୂଜା କରିପାରିବେ। ଆପଣ ଯଦି ଶଙ୍ଖ ପାଣିକୁ ପିଉଛନ୍ତି ତେବେ ଆପଣଙ୍କ ଜୀବନର ଅନେକ ରୋଗ ସମାଧାନ ହୋଇଯିବ। ବନ୍ଧୁଗଣ ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ ଭକ୍ତିରେ ଥରେ ନିଜ ଇଷ୍ଟ ଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।